ଜିହିଜିକଲ ଅଧ୍ୟାୟ 41। ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ। ସେ ଉପସ୍ତମ୍ଭର ପ୍ରସାର ଏ ପାଖରେ 6 ହାତ, ସେ ପାଖରେ 6 ହାତ ଥିଲା। ତମ୍ବୁର ପ୍ରସ୍ଥ ଏତିକି। ପୁଣି ପ୍ରବେଶ ସ୍ଥାନର ପ୍ରସ୍ଥ 10 ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏ ପାଖେ 5 ହାତ ଓ ସେ ପାଖେ 5 ହାତ ଥିଲା। ଆଉ ସେ ତହିଁର ଦୀର୍ଘତା 40 ହାତ ଓ ପ୍ରସ୍ଥ 20 ହାତ ମାପିଲେ। ତେବେ ସେ ଭିତରକୁ ଯାଇ ପ୍ରବେଶ ସ୍ଥାନର ଉପସ୍ତମ୍ଭ ପ୍ରତ୍ୟେକ 2 ହାତ ଲେଖାଏଁ ଓ ପ୍ରବେଶ ସ୍ଥାନ 6 ହାତ, ଆଉ ପ୍ରବେଶ ସ୍ଥାନର ପ୍ରସ୍ଥ 7 ହାତ ମାପିଲେ। ପୁଣି ସେ ତହିଁର ଦୀର୍ଘତା 20 ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ 20 ହାତ ମାପିଲେ। ଆଉ ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ। ତହୁଁ ସେ ଗୃହର କାନ୍ଥ 6 ହାତ ଓ ଗୃହର ଚତୁର୍ଦିଗସ୍ଥିତ ପାର୍ଶ୍ୱସ୍ଥ ପ୍ରତ୍ୟେକ କୋଠରୀର ପ୍ରସ୍ଥ 4 ହାତ ଲେଖାଏଁ ମାପିଲେ। ପୁଣି ଏକ ମହଲା ଉପରେ ଅନ୍ୟ ମହଲା, ଏହି ରୂପେ ପାର୍ଶ୍ୱସ୍ଥ କୋଠରୀ ସକଳ 3 ମହଲା ଓ ଏକ ଏକ ଶ୍ରେଣୀରେ 30 କୋଠରୀ ଥିଲା। ଆଉ ପାର୍ଶ୍ୱସ୍ଥ କୋଠରୀ ସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା। କୋଠରୀ ସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ। ପୁଣି ପାର୍ଶ୍ୱସ୍ଥ କୋଠରୀ ସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା, କାରଣ ଗୃହର ବେଷ୍ଟନ ଚତୁର୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରୀରୁ ଉଚ୍ଚତମ କୋଠରୀକୁ ଯିବାର ପଥ ମଧ୍ୟମ କୋଠରୀ ଦେଇ ଗଲା। ଆହୁରି ମୁଁ ଦେଖିଲି ଯେ ଗୃହର ଚତୁର୍ଦିଗରେ ଉଚ୍ଚୀକୃତ ମେଜ୍ଜା ଥିଲା। ପାର୍ଶ୍ୱସ୍ଥ କୋଠରୀ ସକଳର ଭିତ୍ତିମୂଳ 6 ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା। ବାହାର ଭାଗରେ ପାର୍ଶ୍ୱସ୍ଥ କୋଠରୀ ସକଳର କାନ୍ଥ 5 ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା ତାହା ଗୃହର ପାର୍ଶ୍ୱସ୍ଥ କୋଠରୀର ସ୍ଥାନ ଥିଲା। କୋଠରୀ ସକଳର ମଧ୍ୟରେ ଗୃହର ଚାରିଆଡ଼େ 20 ହାତ ପ୍ରସ୍ଥ ସ୍ଥାନ ଥିଲା। ପୁଣି ପାର୍ଶ୍ୱସ୍ଥ କୋଠରୀ ସକଳର ଦ୍ୱାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ୱାର ଉତ୍ତର ଆଡ଼େ ଓ ଅନ୍ୟ ଦ୍ୱାର ଦକ୍ଷିଣ ଆଡ଼େ ଥିଲା। ଆଉ ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦିଗରେ 5 ହାତ ଥିଲା। ପୁଣି ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ 70 ହାତ ପ୍ରସ୍ଥ ଥିଲା ଓ ଚତୁର୍ଦିଗରେ ସେହି ଗୃହର କାନ୍ଥ 5 ହାତ ଓ ତହିଁର ଦୀର୍ଘତା 90 ହାତ ଥିଲା। ଏହି ରୂପେ ସେ ଗୃହର ଦୀର୍ଘତା 100 ହାତ ଓ ପୃଥକ୍ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା 100 ହାତ ମାପିଲେ। ଆହୁରି ପୂର୍ବ ଦିଗରେ ଗୃହର ଓ ପୃଥକ୍ ସ୍ଥାନର ଅଗ୍ରଭାଗ 100 ହାତ ମାପିଲେ। ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍ ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା ତାହା ଓ ଏ ପାଖେ ସେ ପାଖେ ତହିଁର ଅପ୍ରଶସ୍ତ ବାରଣ୍ଡା 100 ହାତ ମାପିଲେ। ଆଉ ଭିତର ମନ୍ଦିର ଓ ପ୍ରାଙ୍ଗଣର ବରଣ୍ଡା ମାପିଲେ। ଦ୍ୱାରର ସମ୍ମୁଖ ସ୍ଥାନ ଓ ବନ୍ଦ ଜଳାକବାଟି ସବୁ ଓ ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦିଗେ କାଷ୍ଠ ଆଚ୍ଛାଦିତ 3 ମହଲାର ଚତୁର୍ଦିଗର ଅପ୍ରଶସ୍ତ ବାରଣ୍ଡା ସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ। ଜଳାକବାଟି ସବୁ ଆଚ୍ଛାଦିତ ହୋଇଥିଲା। ଦ୍ୱାରର ଉପର ସ୍ଥାନ
ଅନ୍ତରସ୍ଥ ଗୃହ ଓ ବାହାରେ ଆଉ କାନ୍ଥ ସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହି ସବୁର ବିଶେଷ ବିଶେଷ ପରିମାଣ ନିରୂପିତ ହେଲା। ପୁଣି ତହିଁରେ କିରୁବ ଓ ଖର୍ଜୁର ବୃକ୍ଷର ଶିଳ୍ପକର୍ମ ଥିଲା ଓ କିରୁବ ମଧ୍ୟରେ ଏକ ଖର୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୁବର ଦୁଇ ଦୁଇ ମୁଖ ଥିଲା। ଏହି ରୂପେ ଏକ ପାର୍ଶ୍ୱସ୍ଥ ଖର୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ୱସ୍ଥ ଖର୍ଜୁର ବୃକ୍ଷ ଆଡ଼େ ଯୁବା ସିଂହର ମୁଖ ଥିଲା। ଏହି ପ୍ରକାର ଗୃହଯାକ ଥିଲା। ଭୂମିଠାରୁ ଦ୍ୱାରର ଉପର ଭାଗ ପର୍ଯ୍ୟନ୍ତ କିରୁବ ଓ ଖର୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା। ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା। ମନ୍ଦିରର ଦ୍ୱାରବନ୍ଧ ସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା। ବେଦୀ କାଷ୍ଠ ନିର୍ମିତ 3 ହାତ ଉଚ୍ଚ ଓ ତହିଁର ଦୀର୍ଘତା 2 ହାତ ଥିଲା। ଆଉ ତହିଁର କୋଣ ସବୁ ଓ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲା। ପୁଣି ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି। ମନ୍ଦିର ଓ ପବିତ୍ର ସ୍ଥାନର 2 ଦ୍ୱାର ଥିଲା। ଆଉ ଏକ ଏକ କବାଟର 2 2 ପଟ, 2 2 ଘୂରିବା ପଟ ଥିଲା। ଅର୍ଥାତ୍ ଏକ ଦ୍ୱାରର 2 ପଟ ଓ ଅନ୍ୟ ଦ୍ୱାରର 2 ପଟ ଥିଲା। ପୁଣି ସେ ସବୁରେ ଅର୍ଥାତ୍ ମନ୍ଦିର କବାଟରେ କାନ୍ଥରେ ଯେପରି ସେହିପରି କିରୁବଗଣ ଓ ଖର୍ଜୁର ବୃକ୍ଷ ଶିଳ୍ପିତ ଥିଲା। ଆଉ ବାହାର ବାରଣ୍ଡାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା। ଆଉ ବରଣ୍ଡାର ପାର୍ଶ୍ୱରେ ଏ ପାଖରେ ଓ ସେ ପାଖରେ ବନ୍ଦ ଜଳା କବାଟି ଓ ଖର୍ଜୁର ବୃକ୍ଷର ଆକୃତି ଥିଲା। ଗୃହର ପାର୍ଶ୍ୱସ୍ଥ କୋଠରୀ ଓ ମୋଟ କଡ଼ିକାଠ ସବୁ ଏହି ପ୍ରକାର ଥିଲା।